ଦି ଦିନର ବ୍ଲଗଟା ଏଇଟା। ଆରସିବି କଣ ୱିନ୍ ହେଇଗଲା ଦେଖିଲି ମୁଁ। ଏଇଟା ହଉଛି ଦୟା ନଦୀ ଭାସୁଛି ଏଇପଟେ। ତ ହ୍ୟାଲୋ ଗାଇସ୍, ନମସ୍କାର, ଜୟ ଜଗନ୍ନାଥ। ମୁଁ ହଉଛି ଆପଣଙ୍କର ଓଡ଼ିଆ ବ୍ଲଗର ଶୁଭଙ୍କର। ନେଇ ଆସିଛି ଆପଣଙ୍କ ପାଇଁ ଆଉ ଗୋଟେ ନୂଆ ଭିଡିଓ। ସବୁଦିନ ଭଳି ଆଜି ମର୍ଣ୍ଣିଂ ୱାର୍କଆଉଟ ବି ଯାଇପାରିଲେନି। ଆଜି ଫୋନ କଲି ଭାଇମାନଙ୍କୁ, କେହି ଉଠେଇଲେନି। ଆଉ ବେକାର କାହିଁ ଚାଲି ଚାଲି ଯାଇଥାନ୍ତି ମର୍ଣ୍ଣିଂ ୱାର୍କଆଉଟକୁ, ଆଉ ଗଲିନି, ପଳେଇ ଆଇଲି। ଯାଇନି ଏକା, ପଳେଇଲି ଯାଇନି ଏକା, ଶୋଇ ପଇଲି ପୁଣି ଥରେ। ଆଉ ଏଇନା ଉଠିଲି, ମାମା କହିଲା ଯା କଣ ଖାଇବା ଆଣିବୁ, ଦହିବରା ନେଇକି ଆଇଛି। ଆଉ ବ୍ଲଗ ବି କରିପାରିଲାନି, ଦହିବରା ଆଣିବାକୁ ଯାଇଥିଲି, ଯୋଉ ମୋବାଇଲରେ ଚାର୍ଜ ନଥିଲା, ମୁଁ ଚାର୍ଜ ବସେଇ ଦେଇକି ପଳେଇଥିଲି। ଏଇନା ଆସିଲା ବେଳକୁ ବ୍ଲଗ କରୁଛି। ତ ଖାଇକି କଥା ହଉଛି। ଆଜି କଣ ପ୍ଲାନ୍ ଅଛି ଦେଖିବା ଆଉ। ଚାଲ। ଦହିବରାଟା ଟିକେ ଦେଖିଲେ ଡେକୋରେଟ୍ ମୁଁ କରୁଛି। ମୁଁ ଏମିତି ଡେକୋରେଟ୍ କରୁଛି, ମତେ ଦିନେ ଦିନେ ମତେ ନିଜକୁ ଲାଗୁଛି ଗୋଟେ ଦୋକାନ ଖୋଲିଲେ ହୁଅନ୍ତା। ବଢିଆ ଦେଖାଯାଉଛି ଦହିବରାଟା। ମୁଁ ଖାଇଦିଏ, ଖାଇ କଥା ହଉଛି ଆଉ। ସେପଟେ ମାମା ହରିଆଙ୍କ ପାଇଁ ରଖିଦେଇଛି, ଖାଇ କଥା ହଉଛି। ତ ମୁଁ ସେତେବେଳେ ଯୋଉ ଦହିବରା ହରିକା ଖାଇଲା ପରେ ମୋର ଆଉ ମନେ ନାହିଁ ବ୍ଲଗ କରିବା କିଛି କରିବାକୁ। ମୁଁ ଗଲି ଭାଇଙ୍କ ଦୋକାନରେ ଗେମ୍ ଖେଳିଲି। ଆଇଲା ମାମା ଫୋନ କଲା, କହିଲା କି ଆସେ ଖାଇବୁ। ମୁଁ ଆସିକି ଗାଧେଇକି ମାମା ବନେଇ ଦେଇଥିଲେ କଣ ବଡି ସନ୍ତୁଳା ବନେଇ ଦେଇଥିଲେ। ଆଉ ମତେ ଇଚ୍ଛା ହେଲା, ଆମ୍ବ 5-6 ଦିନ ହେଲା ଖାଇନଥିଲି, ଏଠି ଆମ୍ବ ଝଡେଇଲି। ସେଇଟା ହିଁ ଭାବିଥିଲି ବ୍ଲଗ କରିବି ବୋଲି, କିନ୍ତୁ ମୁଁ ମନେ ନାହିଁ ଜମା କରିବାକୁ। ମୁଁ ଭାବିଥିଲି ଆମ୍ବ ଝଡେଇ ବ୍ଲଗ ଟିକେ କରିବି, ଦେଖିଲା ବେଳକୁ କିଛି ମନେ ନାହିଁ, ବ୍ଲଗ ଆଉ କରିନି। ଆଉ ଆମ୍ବ ଝଡେଇ ଖାଇକି ମୁଁ ଶୋଇ ପଡିଥିଲି। ଏଇନା ଉଠିଲି, ମାମା କହୁଥିଲେ ଏଇନା ଦିଦି କଣ ଆସିବ ଡ୍ୟୁଟିରୁ, ତାକୁ ନେଇକି ଯିବୁ, ଆସିବୁ, ନବାକୁ ଯିବୁ। ଦେଖିବା କଣ ହଉଛି ଆଉ। ତ ହ୍ୟାଲୋ ଗାଇସ୍, ନମସ୍କାର, ଜୟ ଜଗନ୍ନାଥ। ମୁଁ ହଉଛି ଆପଣଙ୍କର ଓଡ଼ିଆ ବ୍ଲଗର ଶୁଭଙ୍କର। ନେଇ ଆସିଛି ଆପଣଙ୍କ ପାଇଁ ଆଉ ଗୋଟେ ନୂଆ ଭିଡିଓ। କାଲି ମୁଁ ବ୍ଲଗ ଯୋଉ ବନେଇଥିଲି ସକାଳେ, ଆଉ ମୋର ମାନେ ମତେ ଭଲ ଲାଗିଲାନି, ମତେ ଅଳସ ଲାଗିଲା। ତ କାଲି ବି ସେମିତି ଦିନ ସାରା ମୁଁ ଶୋଇଛି, ଆଉ ବ୍ଲଗ କିଛି ବନେଇନି। କାଲି ଯେତିକି ଯାହା ଅଧା ବନେଇଥିଲି, ଭାବୁଛି ଏଇ ବ୍ଲଗ ଯୋଉ ବନଉଛି ଏଇନା ସେଇଥିରେ ପୋଷ୍ଟ କରିଦେବି। ଆଉ ଆଜି ଯୋଉ ଆପଣମାନେ ଦେଖିବେ ବ୍ଲଗଟା, ଯୋଉ ମଙ୍ଗଳବାର ଦିନ ଯୋଉ ବ୍ଲଗଟା ଦେଖିବେ, ଏଟା ଆସିବନି ମଙ୍ଗଳବାର, ଯାଇକି ବୁଧବାର ଦିନ ହିଁ ଆସିବ। ଦିଟା ବ୍ଲଗ ମିଶେଇକି ମୁଁ ଭାବୁଛି ପକେଇଦେବି ଏଡିଟ୍ କରିକି। ଆଉ କଣ, ଶୋଇଥିଲି, ଏଇନା ଉଠିଲି। ଆଉ ନା ଧନ ହେରିକା ଫୋନ କଲେ, ବୟାକୁ ହେରିକା କହିଲା କି ଆଉ କଣ ଖାଇବାକୁ ଯିବା। ଯାଉଛି ଏଇନା, ଚାଲ ଯିବା ଦେଖିବା। ତ ସିଆଡୁ ଆସିକି ଖାଇବାକୁ ପଳେଇଥିଲୁ ବୟ ଘରକୁ ନୁହଁ ତ, ଖାଇବାକୁ ଯାଇଥିଲୁ କୁଆଡେ, ଆଉ ମନେ ନାହିଁ ବ୍ଲଗ ବନେଇବାକୁ। ମୁଁ ବୁଝିପାରୁନି, ମେଡିକାଲ ଯେତେବେଳେ ଆମେ ଯାଉ, ଆମ ଘର ପାଖରେ ସମସ୍ତେ ସେଇଠି ଷ୍ଟଲ ଲଗେଇଛନ୍ତି, ଦହିବରା, କିଏ ବରା, ପିଆଜି, ଏମିତି ସେମିତି। ଆମେ ଏଥର ଯେବେ ବି କରିବା, ଗୋଟେ ଷ୍ଟଲରେ ଜଣେ, ଆଉ ଗୋଟେ ଷ୍ଟଲରେ ଆଉ ଜଣେ, ନହେଲେ ୟାଙ୍କଠୁ ଖାଇଲେ ସିଏ ଖରାପ ଭାବିବେ, ତାଙ୍କଠୁ ଖାଇଲେ ସିଏ ଖରାପ ଭାବିବେ। ଖାଇ ପିଇକି ଆଇଲା। ଆଉ ଧନ ଆଜି କଣ ପ୍ରଫିଟ କରିଦେଇଛି 1000 ଟଙ୍କା। ଗେମରୁ ଜିତିକି ସମସ୍ତଙ୍କୁ ଆଇସ୍କ୍ରିମ ଖୁଆଇଲା, ଆଉ ନିଜେ ରାବିଡି ଖାଇଦେଲା। ଇଏ ଲଗେଇଦବା, ପୁରୀ ଖାଇଲେ। ହଉ ଚାଲ ଘରକୁ ଯାଇକି ଦେଖ। ମୁଁ ବୟାକୁ ଖରିକା ସହିତ ସିଆଡେ ଖାଇବା ପିଇବା କରିକି ଆସିଲା ବେଳକୁ ଦିଦି ଫୋନ କଲା, ଚିକେନ ଟିକେ ନେଇ ଆ। ଚିକେନ ନେଇ ଆଇଲି। କାହିଁକିନା ମୁଁ ଘରକୁ ଆସିକି ଗାଧେଇ ପାଧେଇ ବାହାରିଲି, ସେ ରୋଷେଇ ବନେଇ ଦେଇଛି। ଦେଖନ୍ତୁ ଚିକେନ ଟା କେମିତି ହେଇଯାଇଛି। ଚିକେନ ଝୋଲ ବଢିଆ ଟେଷ୍ଟି ଦେଖା ଯାଉଛି। ଖାଇ ପିଇକି କଥା ହଉଛି ଆଉ। ଚାଲ। ଖାଇ ପିଇକି ସେତେବେଳେ ଶୋଇ ପଡିଥିଲି, ଆଉ ଏଇନା ଉଠିଥିଲୁ ଯିବାକୁ ପାର୍କ। ମାମା ହେରିକା ସବୁ ରେଡା ରେଡି ହେଇଯାଇଥିଲେ, ଦେଖିଲା ବେଳକୁ ଦେଖଉଛି ବାହାରେ ସିନ୍ ଟା। ଏଇଟା ହଉଛି ଦୟା ନଦୀ, ଭାସୁଛି ଏଇପଟେ। ଘଡଘଡି ଫଡଘଡି ମାଇଲାଣି, ପଳେଇ ଆସ। ଭୟଙ୍କର ଦେଖୁଛନ୍ତି, ବର୍ଷା ହଉଛି, ଆଉ କଣ କରିବୁ। ଦେଖିବା ପଛେ କଣ ହଉଛି, ବର୍ଷା ଛାଡୁ କଣ ହଉଛି ଦେଖିବା। ଏଇନା ବର୍ଷା ଛାଡି ଯାଇଛି, ଯିବୁ ଏଇନା। ଭାବିଛୁ ଟିକେ ପ୍ଲାନ୍, ମାମା ହେରିକା କହିଲେ ସେଇଠୁ ଫୁଡ ଯିବା, ଆଉ ପାର୍କ ଫାର୍କ ତ ଯାଇପାରିବୁନି ଭିଡିଓ କରିବାକୁ, ହେଲେ ଆମ ପଡିଆରେ ବାଡେଇ ଦେଇଛୁ ନା ଭିଡିଓ। ବର୍ଷା ହଉଥିଲା ହେଲେ ବାଡେଇ ଦେଇଛୁ। ଯିବୁ ଶିରପୁର, ଚାଲ ଯିବା ଆଉ। ଆସିକି ଏଇନା ଶିରପୁର ଫୁଡ କୋର୍ଟରେ ପହଞ୍ଚିଗଲୁ। ଆଉ ଭାଇ ଆମର ବନଉଛନ୍ତି ମୋ ପାଇଁ ଏଇନା ସୁରମା ନା କଣ ଶର୍ମା, ମୁଁ ଜାଣିନି, ବନଉଛନ୍ତି ଦେଖନ୍ତୁ।
ରୋଲ ଆଉ ମାମା ହେରିକା ସେମାନେ ପକୋଡା ଖାଇବେ। ସେମାନେ 2 ଜଣ ଚିକେନ ପକୋଡା ଆସିଗଲା। ଆଉ ଯେଟା ଖାଇ ପିଇକି ଘରକୁ ଯାଉଛି ଆଉ କଥା ହବା। ଖାଇବା ପିଇବା ହେଇଗଲା ନା ହଜମ କରିବ ଟିକେ କୋଲ୍ଡ ଡ୍ରିଙ୍କସ। ଆମେ ସିରୁପୁର ଫୁଡ କୋର୍ଟରୁ ଘରକୁ ପଳେଇ ଆଇଲୁ। ଆଉ ଟାଇମ ବି ହେଇଗଲାଣି କେତେଟା ହେଲାଣି 9ଟା 10ଟା ହେଇଗଲାଣି। ତ ଆଉ ଟିକେ ଯାଉ ଖାଇ ପିଇକି ବ୍ଲଗ ଏଣ୍ଡ କରିବି ଆଉ ଚାଲ। ତ ଖାଇବା ପିଇବା ସବୁ ସଇଲା। ଆଉ ଏନା RCB କଣ ୱିନ୍ ହେଇଗଲା ଦେଖିଲି ମୁଁ। ଆଉ ମତେ ଭାରି ଖୁସି ଲାଗିଲା। ଆଉ ମତେ ଏକା କଣ ପୁରା RCB ଫ୍ୟାନ ତାଙ୍କର ପୁରା ଖୁସି ଲାଗିଥିବ। ମୁଁ ତ RCB ମୁଁ ତ କ୍ରିକେଟ ହିଁ ଦେଖେନି, ଭଲ ଲାଗେନି ମତେ। ତ ହେଲେ ବି ଖୁସି ହେଇଗଲି 18 ବର୍ଷ ପରେ ପାଇଛି ଯାହାହେଲେ ବି। ଆଉ ଏଇନା ଛକରେ ସବୁ ସେଲିବ୍ରେସନ କରିବା କରୁଥିଲେ ଆମ ପିଲା। ଆଉ ମୋବାଇଲ ବି ଚାର୍ଜ ନାହିଁ, ଘରେ ବସିକି ମାମା ହେରିକା ଦେଖୁଥିଲେ ମ୍ୟାଚ। ଏଇଠି ଆମ ଆଉ କିଛି ବ୍ଲଗ କରିପାରିଲିନି ବାହାରେ। ତ ଏଇନା ବ୍ଲଗ ଟା ଭାବୁଛି ଏଣ୍ଡ କରିଦେଇ, ରାତି ବହୁତ ହେଇଗଲାଣି 12ଟା ପାଖାପାଖି ହେଲାଣି। ତ ଆଜିର ବ୍ଲଗ ଟା ମୁଁ ଏଇଠି ଏଣ୍ଡ କରୁଛି। ଆଶା କରୁଛି ଆପଣଙ୍କ ବ୍ଲଗ ଟା ଭଲ ଲାଗିଥିବ। 2 ଦିନର ବ୍ଲଗ ଟା ଏଇଟା। ତ ଭଲ ଲାଗିଥିଲା ଲାଇକ୍ କମେଣ୍ଟ ସବସ୍କ୍ରାଇବ କରିଦେବେ ଆଉ। ରହିଲି, ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଦେଶୀ ଚାଲେ ବଜା, ଦେଶୀ ଟିକେ ବଜା।